ଅକ୍ସଫୋର୍ଡ ୟୁନିଭର୍ସିଟିର ବିଦ୍ୱାନମାନେ ଯୀଶୁଙ୍କ ବିଷୟରେ କିଛି ବିଷୟକୁ ନେଇ ଆବିଷ୍କାର କଲେ। ପ୍ରଭୁ ଯୀଶୁଙ୍କ ମୃତ୍ୟୁକୁ ନେଇ ସେମାନେ କିଛି ବିଷୟକୁ ଆବିଷ୍କାର କରିଥିଲେ। ଯାହା ବି ସେମାନେ ଆବିଷ୍କାର କଲେ ସେ ବିଷୟରେ ଗବେଷଣା କରି ପରୀକ୍ଷା ନିରୀକ୍ଷା କରି ସେମାନେ ସମସ୍ତ ବିଷୟକୁ ଆବିଷ୍କାର କଲେ। ଚାଲନ୍ତୁ ପ୍ରଥମେ ସେହି ସମସ୍ତ ବିଷୟକୁ ଆଲୋଚନା କରିବା। ପ୍ରଭୁ ଯୀଶୁ ଯେଉଁ କ୍ରୁଶ ବହନ କରିଥିଲେ ସେ କ୍ରୁଶର ଓଜନ ଥିଲା 150 କିଲୋଗ୍ରାମ। କ୍ରୁଶର ଲମ୍ବା ଥିଲା 15 ଫୁଟ ଏବଂ ଓସାର ଥିଲା 8 ଫୁଟ। ଯୀଶୁଙ୍କୁ ଯେଉଁ କଣ୍ଟା ମରାଯାଇଥିଲା ଅର୍ଥାତ୍ ଯୀଶୁଙ୍କ ହାତରେ ଏବଂ ପାଦରେ ଯେଉଁ କଣ୍ଟା ମରାଯାଇଥିଲା ସେ କଣ୍ଟାର ଓସାର ଥିଲା 3 ରୁ 4 ଇଞ୍ଚ ଏବଂ ଲମ୍ବା ଥିଲା 8 ରୁ 12 ଇଞ୍ଚ। ଯୀଶୁଙ୍କ ଉଚ୍ଚତା ଥିଲା 5 ଫୁଟ 11 ଇଞ୍ଚ। ଯୀଶୁଙ୍କ ଶରୀରର ଓଜନ ଥିଲା 85 କିଲୋଗ୍ରାମ। ଯୀଶୁ ଯେତେବେଳେ କ୍ରୁଶ ବହନ କରିଥିଲେ ସେ 3 ଥର ତଳେ ପଡ଼ିଯାଇଥିଲେ। ଯୀଶୁ 17 ଘଣ୍ଟା ପର୍ଯ୍ୟନ୍ତ କ୍ରୁଶିତ ଥିଲେ। ଯୀଶୁଙ୍କ ଶରୀରରେ 5480ଟି କ୍ଷତ ଥିଲା, ଅର୍ଥାତ୍ 5480ଟି ଘା ରହିଥିଲା। ଆଉ ସେଥିମଧ୍ୟରୁ 150ଟି ଗଭୀର କ୍ଷତ ଥିଲା। ଆଉ ଯୀଶୁଙ୍କୁ 17ଟି ପଥର ମରାଯାଇଥିଲା। ଯୀଶୁଙ୍କ ଶରୀରରୁ 6 ଲିଟର 500 ଗ୍ରାମ ରକ୍ତ ବହିଥିଲା। ଜଣେ ମଣିଷର ଶରୀରରେ ସାଧାରଣତଃ 6.5 ଲିଟର ଅର୍ଥାତ୍ 6 ଲିଟର 500 ଗ୍ରାମର ରକ୍ତ ହିଁ ରହିଥାଏ। ଅତି ବେଶୀରେ 6 ଲିଟର 500 ଗ୍ରାମ ରକ୍ତ ହିଁ ରହିଥାଏ। ପ୍ରଭୁ ଯୀଶୁଙ୍କ ଶରୀରରୁ 6 ଲିଟର 500 ଗ୍ରାମ ରକ୍ତ ବହିଥିଲା, ଅର୍ଥାତ୍ ପ୍ରଭୁ ଯୀଶୁ ନିଜ ଶରୀରରୁ ସମସ୍ତ ରକ୍ତ ମାନବ ଜାତିର ଉଦ୍ଧାର ନିମନ୍ତେ ବୁହେଇ ଦେଇଥିଲେ। ଆଉ 350 ସୈନିକ ଆଉ 50 ଅଶ୍ୱାରୋହୀ ରହି ରାସ୍ତା ମଧ୍ୟରେ ଯୀଶୁଙ୍କୁ ଯନ୍ତ୍ରଣା ବା କଷ୍ଟ ଦେଇଥିଲେ। ଜିହୁଦୀମାନଙ୍କର କ୍ୟାଲେଣ୍ଡର ଅନୁସାରେ ଯୀଶୁ ଖ୍ରୀଷ୍ଟ ନିଶାନ ମାସ 15 ତାରିଖରେ ଏବଂ ଭାରତର କ୍ୟାଲେଣ୍ଡର ଅନୁସାରେ 30 BC ଏପ୍ରିଲ 7 ତାରିଖରେ ମୃତ୍ୟୁବରଣ କରିଥିଲେ। ଆଉ ଯୀଶୁଙ୍କ କ୍ରୁଶ ଉପରେ ଯେଉଁ INRI ଲେଖାଯାଇଥିଲା ତାହାର ଫୁଲ୍ ଫର୍ମ ହେଉଛି ଇୟେସୁସ୍ ନାଜରେନ୍ ରେକ୍ସ ଇଡୋନିୟସ୍, ଜିଜସ୍ ଦ ନାଜରେନ୍ କିଙ୍ଗ ଅଫ୍ ଜିଉସ୍, ଅର୍ଥାତ୍ ଇଏ ଜିହୁଦୀମାନଙ୍କର ରାଜା ଅଟନ୍ତି। ଏହାର ଅର୍ଥ ଏହା ଅଟେ। ଏହି ସମସ୍ତ ବିଷୟକୁ ଲୁକ ନାମକ ଜଣେ ବୈଦ୍ୟ ପ୍ରମାଣ କରିଥିଲେ, ଯେ ବାଇବେଲରେ ଲୁକ ପୁସ୍ତକ ଲେଖିଛନ୍ତି। ବାଇବେଲରେ ଯେଉଁ 4 ସୁସମାଚାର ରହିଅଛି ମାଥିଉ, ମାର୍କ, ଲୁକ ଏବଂ ଯୋହନ, ସେଥିରେ ଲୁକଙ୍କର ମଧ୍ୟ ଏକ ପୁସ୍ତକ ରହିଅଛି। ସେ ଏହି ସମସ୍ତ ବିଷୟର ପ୍ରମାଣ ଦେଇଥିଲେ। ତେବେ ଇଏ ହେଉଛି ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ଆବିଷ୍କୃତ ଏମିତି ଏକ ବିଷୟ ଯାହା ଯୀଶୁଙ୍କର ମୃତ୍ୟୁ ଦିବସକୁ ପ୍ରମାଣିତ କରେ। ଆଉ ତାହା ହେଉଛି ବୈଜ୍ଞାନିକ ପ୍ରମାଣ। ଏଥିସହିତ ଆଉ ଏକ ସତ୍ୟତା ମଧ୍ୟ ଲୁଚି ରହିଛି, ଆଉ ଯାହା ଆଜିର ମୂଳ ବିଷୟବସ୍ତୁ ଅଟେ। ତାହା କ'ଣ? ତାହା ହେଉଛି ଯୀଶୁଙ୍କ ରକ୍ତ ଆଜି ମଧ୍ୟ ଜୀବିତ। ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହାକୁ ମଧ୍ୟ ବୈଜ୍ଞାନିକ ପ୍ରମାଣ କରିଅଛନ୍ତି। ତେବେ ଚାଲନ୍ତୁ ତାହାକୁ ମଧ୍ୟ ଦେଖିନେବା ଯେ ଯୀଶୁଙ୍କ ରକ୍ତ ଆଜି ମଧ୍ୟ ଜୀବିତ ବୋଲି ବୈଜ୍ଞାନିକ ମାନେ କିପରି ପ୍ରମାଣ କଲେ। ଏହି ଯୀଶୁଙ୍କ ରକ୍ତ ସେମାନଙ୍କୁ କେଉଁଠାରୁ ମିଳିଥିଲା ଆଉ କିପରି ମିଳିଥିଲା? ଚାଲନ୍ତୁ ଡିଟେଲ ଆଲୋଚନା କରିବା। ଆଉ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଅର୍ଥାତ୍ ଆଗକୁ କହିବା ପୂର୍ବରୁ ମୁଁ ଗୋଟେ ଆନାଉନ୍ସମେଣ୍ଟ କରିବା ପାଇଁ ଚାହେଁ। ଯଦି ଆପଣମାନେ ଇଂରାଜୀ ଭାଷାରେ ବାଇବଲ ଷ୍ଟଡି କରିବା ପାଇଁ ଚାହୁଁଛନ୍ତି ତେବେ ମୋର ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଏହି ଚ୍ୟାନେଲର ଲିଙ୍କ ଏହି ଭିଡ଼ିଓର ଡେସ୍କ୍ରିପସନରେ ଅଛି। ତଳକୁ ଯାଆନ୍ତୁ, ମୋର ଅପସନ ଉପରେ କ୍ଲିକ୍ କରନ୍ତୁ, ଆଉ ତଳକୁ ଯାଆନ୍ତୁ ଏବଂ ସେଠାରେ ଚ୍ୟାନେଲର ଲିଙ୍କ ଅଛି ଯେଉଁଠାରେ କି ବାଇବଲ ଷ୍ଟଡି କରାଯାଇଅଛି ଏବଂ ଆହୁରି ଅନେକ ବାଇବଲ ଷ୍ଟଡି ମଧ୍ୟ କରାଯିବାର ଅଛି। ଯଦି ଆପଣ ଚାହୁଁଛନ୍ତି ପରମେଶ୍ୱରଙ୍କ ବାକ୍ୟ ବିଷୟରେ ଇଂରାଜୀରେ ଶିକ୍ଷା ଗ୍ରହଣ କରିବା ନିମନ୍ତେ ତେବେ ଏହି ଚ୍ୟାନେଲକୁ ଆପଣ ସବସ୍କ୍ରାଇବ କରିପାରିବେ। ଏବଂ ସେହି ଚ୍ୟାନେଲରେ ଅନେକ ବିଷୟ ରହିଅଛି, ଯେପରିକି ଓଲ୍ଡ ଟେଷ୍ଟାମେଣ୍ଟ ସର୍ଭେ, ନ୍ୟୁ ଟେଷ୍ଟାମେଣ୍ଟ ସର୍ଭେ, ହର୍ମେନେଟିକ୍ସ, ବାଇବେଲ ହିଷ୍ଟ୍ରି ଆଉ ବାଇବେଲ
जिओग्राफिकल बैकग्राउंड एपरी अनेक विषय रही अछि आउ जहा आपनकर आत्मिक जीवन निमंते एवं आपनकर बाइबल रो ज्ञान वृद्धि करिवा निमंते यथेष्ट सहाय्य करिबा। तबे चलंतु आमे माने वीडियो को आमे आगो को आमे देखिबा। 1983 मसीहा रे रॉन वेट नामर जने भूतत्वविद बाइबल रिसर्च करिया पई इस्राएल देश को जाइथिले। सेटर से जाऊ जाऊ एक भग्नावशेष साइट रे जाई पहुंचीथिले। सेटारे पहुंचला परे से जने कर्मचारी को पचारिथिले जे एहा क्यों जगह अटे, आमे क्यों ठाकु आसिले। से कर्मचारी जनक एया उत्तर देइथिले जे ये पुराना गलगथार एक साइट अटे। अचानक रॉन वेट एक जगह को अंगुली निर्देश करी कहिथिले हां ये होजे सेई जगह जेउठारे यीशु को क्रूस उपरे चढ़ा जाइथिला। तापर से निजर साथी मान को नै सेई जगह को आसी जाइथिले। सेई जगार अधिकारी ठारू अनुमति नै से सेई जगह को खोलिबा आरंभ करि दैथिले। निजर राडर जंत्र द्वारा से भूमि तले एक बड़ पत्थर को खोजी पाइथिले एवं सेठाकु जाइथिले। से जेतेबेले खोलिले तांकु सेठारे गुंफा परी किछि देखा जाइथिला। सेठारे जो कर्मचारी माने काम करुथिले से माने सेई गुंफार भीतर को गले। जेतेबेले से माने भीतर को गले सेतेबेले से माने एक विषय को देखिथिले। रॉन वेट से माने को पचारिथिले तुमे कोन देखिलो। एहा र जवाब रे से माने उत्तर देइथिले जे से माने सेठारे नियम सिंधुक देखिथिले बोली। एहा सुनिबा परे रॉन वेट सेई गुंफार भीतर प्रवेश करिथिले। जेतेबेले से आखि उठेई देखिले तांको एक अद्भुत दृश्य देखा को मिलिथिला। सेई दृश्य देखिया परे से संगे संगे तळे खसी पड़िथिले। कर्मचारी माने तांको तुरंत उठेइथिले। रॉन वेट सेई सिंधुक को देखिथिले जाको पुरातन नियम रे नियम सिंधुक बोली कुआ जाउथला। सेई सिंधुक ऊपर से सुखी जाइथिबा किछि पदार्थ देखिथिले। से सुखी जाइथिबा पदार्थ को रॉन वेट बाहर करी रिसर्च सेंटर को पठेई देइथिले। रिसर्च कला परे जणा पड़िथिला जे या मनुष्यर रक्त ही अटे जाकि बहुत पुराना हेबा फल रे सुखी जाइथिला। सुखी जाइथिबा रक्त को देखु देखु रिसर्च सेंटर मुख्य तांको कहिथिले जे आमे ए विषय अधिक तथ्य देई परिबो नाही कारण रक्त सुखी जाइथिबारु से रक्त रे थिबा सबु कोष गुरिक मृत होई जाइथिबो निश्चय बा निश्चिंत पर मरि जाइथिबो। तेनु आमे अधिक तथ्य आमे देई परिबो नाही। किंतु रॉन वेट कहिथिले जे दया करे ए सुखी जाइथिबा रक्तर डीएनए विषय रे कहंतु। रॉन वेट कर एई कथा को सुनिया परे से माने से सुखी जाइथिबा रक्त को सॉल्यूशन रे रखिथिले। 24 घंटा पर से माने से सुखी जाइथिबा रक्त को परीक्षा करिथिले। जेतेबेले से माने से सुखी जाइथिबा रक्तर जांच करिथिले से मान को एक आश्चर्य करि देबा भली तथ्य मिलिथिला। से माने रॉन वेट को डाकी दुई की मुख्य विषय कहिथिले। प्रथम विषय एई रक्तर कोष गुरिक ए पर्यंत मरि नाही ता ए पर्यंत जीवित अछि एवं द्वितीय ए सुखी जाइथिबा रक्त 2000 वर्षर पाखापाखि पुराना अटे। ए दुई तथ्य को छाड़ी बा चकमा देला भली एक तथ्य पदाक आसीथिला। ता कोन चलंतु जानिबा। साधारणतः जने मनुष्य शरीर रे बा मनुष्य डीएनए रे 46 टी क्रोमोसोम थाए। मनुष्य शरीर रे एही 46 टी क्रोमोसोम मध्य 23 टी बापांग ठारू एवं 23 टी मांग ठारू आसीथाए। अर्थात वाई क्रोमोसोम 23 एवं एक्स क्रोमोसोम 23 मिसी गले 46 टी क्रोमोसोम जने साधारण मनुष्यर डीएनए रे थाए। किंतु एई रक्त रे मात्र 24 टी क्रोमोसोम देखा को मिलिथिला। रॉन वेट जे थिले ताको जणा पड़िथिला जे एई रक्त यीशुंकर ही अटे। कारण काहेकि से कहिले यह यीशुंकर अटे। प्रथम कारण होची एही रक्त थिला
2000 ବର୍ଷର ପାଖାପାଖି ପୁରୁଣା, ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁର 2000 ବର୍ଷ ପାଖାପାଖି ହିଁ ହୋଇଥିଲା। ଏବଂ 2 ନମ୍ବର ହେଉଛି ଏହି ରକ୍ତର ସାମ୍ପଲ ଗଲଗଥା ପାହାଡ଼ ପାଖରୁ ମିଳିଥିଲା। ଆମେମାନେ ଜାଣୁ ଆଉ ବାଇବେଲ ମଧ୍ୟ ପ୍ରମାଣ ଦିଏ ଯେ ଯୀଶୁଙ୍କୁ ଗଲଗଥା ପାହାଡ଼ ଉପରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏବଂ ନମ୍ବର 3 ହେଉଛି ସେହି ଶୁଖି ଯାଇଥିବା ରକ୍ତରେ 24ଟି କ୍ରୋମୋଜୋମ ମିଳିଥିଲା, କିନ୍ତୁ ସାଧାରଣତଃ ମଣିଷର ଡିଏନଏରେ 46ଟି କ୍ରୋମୋଜୋମ ଥାଏ। ତେବେ ଏଠାରେ 23ଟି କ୍ରୋମୋଜୋମ ନିଜ ବାପାଙ୍କ ଠାରୁ ଆଉ 23ଟି କ୍ରୋମୋଜୋମ ନିଜ ମାଙ୍କ ଠାରୁ ଆସିଥାଏ। ଜଣେ ସାଧାରଣ ମଣିଷ ଡିଏନଏରେ ଏମିତି ଭାବରେ କ୍ରୋମୋଜୋମ ଆସିଥାଏ, ଏକ୍ସ ଏବଂ ୱାଇ। ଆଉ କିନ୍ତୁ ଏଠାରେ ଯେହେତୁ ଏହି ରକ୍ତର ସାମ୍ପଲରେ ଡିଏନଏରେ ମାତ୍ର 24ଟି କ୍ରୋମୋଜୋମ ମିଳିଥିଲା, ଏହାର ଅର୍ଥ ହେଉଛି ଯୀଶୁଙ୍କ ରକ୍ତରେ ଡିଏନଏରେ ଥିବା କ୍ରୋମୋଜୋମ କେବଳ ମାଙ୍କ ଠାରୁ ଅର୍ଥାତ୍ ମରିୟମଙ୍କ ଠାରୁ ଆସିଥିଲା। ଆଉ ଯୋଉ ରହିଲା ଆଉ ଗୋଟେ କ୍ରୋମୋଜୋମ ତା ଯୀଶୁଙ୍କର ନିଜର, ଅର୍ଥାତ୍ ମରିୟମଙ୍କ ଠାରୁ 23 ଏବଂ ଯୀଶୁଙ୍କର 1 ମିଶିଲେ ହେଉଛି 24। ପୁରୁଷଙ୍କ ଠାରୁ ନୁହେଁ, ଆଉ ପୁରୁଷଙ୍କ ଠାରୁ ଆସିନଥିଲା, ମାତ୍ର ମାତା ମରିୟମଙ୍କ ଠାରୁ ହିଁ ଆସିଥିଲା। ନହେଲେ ଯୀଶୁଙ୍କର ଡିଏନଏରେ ମଧ୍ୟ 46ଟି କ୍ରୋମୋଜୋମ ରହିଥାନ୍ତା। ବାଇବେଲ ପ୍ରମାଣ ଦିଏ ଯେ ଯୀଶୁଙ୍କର ଜନ୍ମ ବିନା ପୁରୁଷର ସ୍ପର୍ଶରେ ଅର୍ଥାତ୍ ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା ହିଁ ହୋଇଥିଲା। ଯେହେତୁ ଯୀଶୁଙ୍କ ଜନ୍ମ ପୂର୍ବରୁ ମରିୟମ କୌଣସି ପୁରୁଷକୁ ସ୍ପର୍ଶ କରି ନଥିଲେ, ସେଥିପାଇଁ ଯୀଶୁଙ୍କ ଡିଏନଏରେ କେବଳ 24ଟି କ୍ରୋମୋଜୋମ ହିଁ ମିଳିଥିଲା। ତେଣୁ ଆଜି ମଧ୍ୟ ଏହି ରକ୍ତକୁ ରଖାଯାଇଛି, ଯାହା ଆଜି ମଧ୍ୟ ଜୀବିତ ଅଟେ। ସମସ୍ତଙ୍କୁ ଆନ୍ତରିକ ନମସ୍କାର। ପୁଣି ଦେଖା ଆଉ ଗୋଟେ ଭିଡ଼ିଓ।